ସେତେବେଳେ ତାଙ୍କର ନାଁ ଥିଲା ସତୀ। ସେ ଭଗବାନ ଶଙ୍କରଙ୍କୁ ବିବାହ କରିଥିଲେ। ଥରେ ପ୍ରଜାପତି ଦକ୍ଷ ଗୋଟେ ବଡ଼ ଯଜ୍ଞର ଆୟୋଜନ କଲେ। ନିଜ ନିଜର ଯଜ୍ଞ ଭାଗ ନିଅନ୍ତୁ ବୋଲି ସେ ଯଜ୍ଞକୁ ସବୁ ଦେବତାଙ୍କୁ ନିମନ୍ତ୍ରଣ କଲେ, କିନ୍ତୁ ଶଙ୍କରଙ୍କୁ ଡାକିଲେନି। ତଥାପି ବାପା ଏତେ ବଡ଼ ଯଜ୍ଞ କରୁଛନ୍ତି ଶୁଣି ଘରକୁ ଯାଇ ଯଜ୍ଞ ଦେଖି ଆସିବାକୁ ସତୀଙ୍କର ମନ ବିକଳ ହେଲା। ସେ ଶଙ୍କରଙ୍କୁ ନିଜର ମନ କଥା କହିଲେ। ସବୁ କଥା ବିଚାର କରି ଶଙ୍କର କହିଲେ, ତୁମ ବାପା କୌଣସି କାରଣରୁ ଆମ ଉପରେ ରାଗିଛନ୍ତି। ସେ ଯଜ୍ଞକୁ ସବୁ ଦେବତାଙ୍କୁ ନିମନ୍ତ୍ରଣ କରିଛନ୍ତି, ସେମାନଙ୍କୁ ଯଜ୍ଞ ଭାଗ ମଧ୍ୟ ଅର୍ପଣ କରିଛନ୍ତି, ଅଥଚ ଆମକୁ ଖବର ଟିକେ ବି ପଠାଇ ନାହାନ୍ତି। ଏପରି ପରିସ୍ଥିତିରେ ସେଠାକୁ ଯିବା ତୁମ ପକ୍ଷରେ ଆଦୌ ଉଚିତ ହେବନି। ଏସବୁ ଉପଦେଶରେ ସତୀଙ୍କର ମନ ବୁଝିଲାନି। ବାପାଙ୍କ ଯଜ୍ଞ ଦେଖିବାକୁ ଯାଇ ଘରେ ମା ଓ ଭଉଣୀମାନଙ୍କ ସହିତ ଦେଖା କରି ଆସିବାକୁ ତାଙ୍କର ମନ ଯେଉଁ ଆକୁଳ ହେଉଥିଲା ତା ଟିକେ ବି କମିଲାନି। ତାଙ୍କର ସେହି ଆଗ୍ରହ ଦେଖି ଭଗବାନ ଶଙ୍କର ତାଙ୍କୁ ବାପ ଘରକୁ ଯିବାକୁ ଅନୁମତି ଦେଲେ। ସତୀ ବାପ ଘରକୁ ଯାଇ ଦେଖିଲେ